ଆପଣ डाउट अच्छे कि तीन निश्चय तीन निश्चय ଆପଣ ଦେଖିବେ ସେଟା 2002 ସେମିତି ଗୋଟେ ମ୍ୟାଜିକ୍ ହେଇଥିଲା ଏବଂ ଏବେ ବି ସେ ମ୍ୟାଜିକ୍ ହେଇଛି ହବାର ଚାନ୍ସ ଅଛି। ଆମେ ତ ସ୍ୱାଧୀନ ପ୍ରାର୍ଥୀକୁ ସମର୍ଥନ ଜଣାଇ ଦେଇଛୁ। ସ୍ୱାଧୀନ ପ୍ରାର୍ଥୀ ତାଙ୍କର ଜିତିବା ହାରିବା ସେ ତାଙ୍କର ଲାଗିଛନ୍ତି। ଆଜ୍ଞା କିନ୍ତୁ ବିଜେଡି କହୁଛି ଭାରତୀୟ ଜନତା ପାର୍ଟି 3ଟି ଆସନ ନେଇ ପାରିବନି ଦିବା ସ୍ୱପ୍ନ ଦେଖୁଛନ୍ତି ତା ପାଖରେ ସଂଖ୍ୟା ନାହିଁ। ଦେଖନ୍ତୁ ଗୋଟେ ହେଉଛି ବିଜୁ ପ୍ରେମୀ ଆଉ ଗୋଟେ ହେଉଛି ନବୀନ ପ୍ରେମୀ। ବିଜୁ ପ୍ରେମୀ ମାନେ ଦିଲ୍ଲୀପ ରାୟଙ୍କୁ ପସନ୍ଦ କରୁଛନ୍ତି ଇଏ ଗୋଟେ ପ୍ରସଙ୍ଗ। ଆଉ କିଛି ଅଛନ୍ତି ନବୀନ ପ୍ରେମୀ। ତ ବିଜେଡି ପାର୍ଟିଟା ତ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି। କେଉଁ ଦିନ କେତେବେଳେ କେତେବେଳେ ଛାଡ଼ିକି କିଏ ଯାଉଛି ତାର କିଛି ହିସାବ ନାହିଁ। କ'ଣ ହେବ ରେଜଲ୍ଟ ଆସିଲେ ଜଣାପଡ଼ିବ। କିଏ ଦେଲେ କିଏ ନଦେଲେ ଜଣାପଡ଼ିବ। ଅବିକାଠୁ କହିପାରିବିନି ମୁଁ। 16 ତାରିଖ ଜଣାପଡ଼ିବ ସ୍ପଷ୍ଟ ନିଶ୍ଚୟ 16 ତାରିଖରୁ କିନ୍ତୁ ଆମେ କନଫିଡେଣ୍ଟ ଅଛୁ ଆମେ 3କୁ 3 ଜିତି ନାଇଁ ସେଟା ତ ଭବିଷ୍ୟତ କଥା ଆମେ 3 ପାଇଁ ଆଶା ରଖିଛୁ 3 ହେବ। କିଛି ପ୍ରଭାବ ପଡ଼ିବନି। ଆମର ଗୃହମନ୍ତ୍ରୀ ଆସିଲେ ଗୁଡ଼େ ପ୍ରୋଜେକ୍ଟକୁ ଉଦ୍ଘାଟନ କଲେ। 20ଟା ସାଇବର ଥାନାକୁ ଉଦ୍ଘାଟନ କଲେ। ଏ କାମରେ ଆସିଥିଲେ ସରକାରୀ କାମରେ ଆସିଥିଲେ ବୁଝିପାରିଲେ। ତେଣୁ ତାପରେ ସେ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ପାର୍ଟି ଅଫିସକୁ ଆସିବାକୁ ମନା ଅଛି। ପାର୍ଟି ଅଫିସକୁ ଆସି ପୁଣି ନେତାମାନଙ୍କୁ ଭେଟିଲେ ସେଠାରେ ତ କିଛି ଅସୁବିଧା ନାହିଁ। ସେ ଆମର ମନ୍ତ୍ରୀ ସେ ମାନେ ଆମର ମାନେ ସର୍ବମାନ୍ୟ ନେତା ବୁଝିପାରିଲେ। ଅମିତ ଶାହ ସେ ଆମର ସର୍ବମାନ୍ୟ ନେତା। ସେ ଆସିକି କାହାକୁ ଭେଟିବେ କ'ଣ କରିବେ କ'ଣ ନାହିଁ ନା ନାଇଁ ମୋ ସହିତ କ'ଣ କଥା ପାର୍ଟିର ସେ ତ କ୍ୟାଣ୍ଡିଡେଟ୍ ନୁହନ୍ତି। ସେ ତ ସ୍ୱାଧୀନ କ୍ୟାଣ୍ଡିଡେଟ୍। ସେ ସମସ୍ତଙ୍କ ସହିତ ଆଲୋଚନା କରିପାରିବେ।